ଅଲୋଡ଼ ହେଲା ବୃଦ୍ଧା ମା। ଜଙ୍ଗଲରେ ରୋଗିଣା ମାକୁ ଛାଡ଼ି ପଳାଇଲା ପୁଅ। ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନ୍ଟିପିସି ଥାନା ଅନ୍ତର୍ଗତ ଟାଲକୋବଡ଼ା ବିଷ୍ଣୁବନ୍ଧର ଜଙ୍ଗଲରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଘଟଣା। ଜନ୍ମ କଲା ମାକୁ ଜଙ୍ଗଲରେ ଛାଡ଼ି ପଳାଇଲେ ପୁଅ। ଏଭଳି ଅଭିଯୋଗ ଆଣିଛନ୍ତି ବୃଦ୍ଧା ମା। କଣିହାଁ ଥାନା କିଆଝର ଗ୍ରାମର ବୃଦ୍ଧା ବୈଦେହୀ ନାୟକ କିଛି ଦିନ ହେବ ରୋଗିଣା ଥିବାବେଳେ ତାଙ୍କ ପୁଅ ଟିକନ ନାୟକ ଚିକିତ୍ସା କରିବା ବଦଳରେ ଘରଠାରୁ 7 କିଲୋମିଟର ଦୂରରେ ଘଞ୍ଚ ଜଙ୍ଗଲରେ ମାକୁ ଛାଡ଼ି ପଳାଇ ଯାଇଛନ୍ତି। ଆଜି ଟୋଲକବେଡ଼ା ଗ୍ରାମର କିଛି ମହିଳା ଏବଂ ଯୁବକ ଡାଳ ସଂଗ୍ରହ କରି ଆସୁଥିବା ବେଳେ ବୃଦ୍ଧା ଜଣକ ଜଙ୍ଗଲ ଭିତରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପଚରା ଉଚରା କରିବା ପରେ ଜଣାପଡ଼ିଥିଲା କି ତାଙ୍କ ଜନ୍ମ କଲା ପୁଅ ଜଙ୍ଗଲରେ ଛାଡ଼ି ଦେଇଛି। ଖବର ପାଇ ଟୋଲକବେଡ଼ା ଗ୍ରାମର ଚକାଟୋଡ଼ା କମିଟିର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବୁଢ଼ୀ ମାଉସୀଙ୍କୁ ସେ ଜାଗାରୁ ସ୍ଥାନାନ୍ତରିତ କରି ବୁରୁବାହାଳ ଗ୍ରାମର ଗୋଷ୍ଠୀ କେନ୍ଦ୍ରରେ ଆଣିକି ରଖିଥିଲେ। ପରେ କଣିହାଁ ବ୍ଲକର ସୁରକ୍ଷା ମଞ୍ଚର ସଭାପତି ବିକାଶ ପ୍ରଧାନଙ୍କୁ ଜଣାଇଥିଲେ। ସେ ଏକ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ। ବୃଦ୍ଧାଙ୍କୁ କଣିହାଁ ମେଡିକାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଥିବାର ଦେଖିବାକୁ ମିଳିଥିଲା। ମୁଁ ଚିନ୍ମୟ ଦାସ। ଦେଖନ୍ତୁ, ବାହା ସରିଲେ ବେଦି ମୁହ ପୋଡ଼ା, ବୁଢ଼ୀ ହେଇଗଲେ ମା ଅଲୋଡ଼ା ହେଉଛି। ଏବେ ରିସେଣ୍ଟଲି ଦେଖିଥିବେ ଗୋଟେ ଜଙ୍ଗଲ ଭିତରେ ତା ମା କୁ ଯୋଉ ଭଳିଆ ଛାଡ଼ି ଦେଇଗଲା ଜଙ୍ଗଲ ଭିତରେ, ଗୋଟେ ଉଦ୍ଦେଶ୍ୟ ପ୍ରଣୋଦିତ ଘଟଣା। ଯାହା ବି ହେଲେ ହାତୀ କି ବାଘ ଯଦି ଖାଇଥାନ୍ତା ସେ ସରକାରକୁ ନିଶ୍ଚିତ ଭାବରେ ଦୋଷ ଦେଇକି 6 ଲକ୍ଷ ଟଙ୍କା ନିଶ୍ଚିତ ପାଇଥାନ୍ତା। ଏଇ ପରିପ୍ରେକ୍ଷୀରେ ଏ ପିଲାଟିକୁ ତଦନ୍ତ ପରିସରଭୁକ୍ତ କରାଯାଉ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଯେମିତିକି କୌଣସି ପୁଅ ତା ମା ବାପାକୁ ଟର୍ଚର କରିପାରିବ ନାହିଁ। ଯୋଉ ମା ଉଦରରେ ଓଦା କନା ପକେଇ ପର ଘରେ ମଜୁରୀ ଲାଗି ପିଲାଟିକୁ ଲାଳନ ପାଳନ କରିଥିଲା, 10 ମାସ 10 ଦିନ ଗର୍ଭରେ ଧରି ତାକୁ ବଡ଼ କରିଥିଲା, ମଣିଷ କରିବା ପାଇଁ ନାନା କଷ୍ଟ ସହିଥିଲା। କଣ କଲୁ ରେ ପୁଅ ତୁ? ସେଇ ମା ତତେ ଯେତେବେଳେ କାଖେଇ କୋଳେଇ ବଡ଼ ମଣିଷ କରିଥିଲା, ତୁ ତାକୁ ଦିନଟିଏ କାଖେଇକିରି ସାରା ସଂସାର ବୁଲେଇ ପାରିବୁ? ତୁ ଗୋଟେ ମଣିଷ ନୁହଁ, ତୁ ଗୋଟେ ଚଣ୍ଡାଳ, ତୁ ଗୋଟେ ବର୍ବରଚିତ କାମ କରିଛୁ। ତେଣୁ ଏ ଘଟଣାକୁ ଯେତେ ନିନ୍ଦା କଲେ ବି ବହୁତ କମ୍ ପଡ଼ିଯିବ। ଏଇଟା ଗୋଟେ ନୃଶଂସଜନକ କାର୍ଯ୍ୟ। ସାରା ସମାଜ ମନେ ରଖିବା ଉଚିତ ଯେ ବାପା ମାଙ୍କ ବିନା ଯଦି ସଂସାର ଅଧୁରା, ତେଣୁ ପ୍ରତ୍ୟେକ ବାପା ମାଙ୍କୁ ଖୁସିରେ ରଖିବା ମଧ୍ୟ ପିଲାମାନଙ୍କର ଦାୟିତ୍ୱ। ଆପଣଙ୍କ ମାଧ୍ୟମରେ ଜଣାଇବା ପାଇଁ ଚାହିଁବି, ସରକାରଙ୍କୁ ନିବେଦନ କରିବି, ସମସ୍ତଙ୍କ ପାଇଁ ଯଦି ଥାନା କୋର୍ଟ କଚେରୀ ହେଉଛି, ବୃଦ୍ଧ ପିତାମାତାଙ୍କ ପାଇଁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ମଧ୍ୟ ସେଇଭଳିଆ ଥାନା ସ୍ୱତନ୍ତ୍ର ଥାନା ରଖାଯାଉ, ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ। ଯଦି ଆଉ ଗୋଟେ ନିବେଦନ କରିବି ଯେ ମାନବ ସେବାଶ୍ରମ ନାଁରେ ମଧ୍ୟ ମୋର ଗୋଟେ ଆଶ୍ରମ ଅଛି, ଆମେ ବହୁତ ଖୁସିରେ ରଖିବୁ। ତେଣୁ ଆପଣମାନେ ମଧ୍ୟ ମାନବ ସେବାଶ୍ରମକୁ ଆସିବା ପାଇଁ ଚେଷ୍ଟା କରନ୍ତୁ ଯିଏ ଅସୁବିଧାରେ ପଡ଼ିଛି। ଅନ୍ୟପକ୍ଷରେ ତାଙ୍କ ପୁଅ ଜଙ୍ଗଲରେ ରୋଗିଣା ମାକୁ ଛାଡ଼ି ଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଖବର ପ୍ରସାରଣ ପରେ ଲୋକଲଜ୍ଜା ଭୟରେ ପୁଅ ମାକୁ ଘରକୁ ନେଇଥିବା ଜଣାପଡ଼ିଛି। ଅନୁଗୁଳରୁ ସୁଧାକର ସାହୁଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।